Hello students, welcome to my channel Advanced Studies Academy. Students, ଆଜି ଆମେ ପଞ୍ଚମ ଶ୍ରେଣୀର ସାମାଜିକ ବିଜ୍ଞାନର 16 ଅଧ୍ୟାୟ ପଢ଼ିବାକୁ ଯାଉଛୁ। ପାଠଟିର ନାମ ହେଲା ସମସ୍ତେ ଏକାପରି ନୁହନ୍ତି। ଏହା ଏକ ବିଜ୍ଞାନ ପାଠ ଅଟେ। ସମସ୍ତେ ଏକାପରି ନୁହନ୍ତି ଅର୍ଥାତ୍ ଆମେ ଆମ ପୃଥିବୀରେ ଅନେକ ଜୀବଜନ୍ତୁଙ୍କୁ ଦେଖୁଛୁ। ସମସ୍ତେ ଏକା ନୁହନ୍ତି। କିଏ ଜଳଭାଗରେ ରହିପାରେ, କିଏ ସ୍ଥଳଭାଗରେ ରହିପାରେ, କିଏ ଉଭୟ ସ୍ଥାନରେ ରହିପାରେ, କିଏ ମରୁଭୂମିରେ ରହିପାରେ, କିଏ ସହାରା ଭଳିଆ ଥଣ୍ଡା ଅଞ୍ଚଳରେ ରହିପାରେ। ତାହେଲେ ବିଭିନ୍ନ ପ୍ରକାର ପରିବେଶରେ ରହିବା ପାଇଁ ବିଭିନ୍ନ ଜୀବମାନଙ୍କର ବିଭିନ୍ନ ଗୁଣ ଥାଏ। ଯେପରି ସେମାନେ ପରିବେଶ ସହ ଖାପ ଖୁଆଇ ଚଳିବେ, ଆଉ ବାସସ୍ଥାନ ଅନୁଯାୟୀ ତାଙ୍କର ବିଶିଷ୍ଟ ଗୁଣରେ ପ୍ରଭେଦ ଥାଏ। ଯେପରି ମାଛ ଜଳରେ ରହିପାରେ, ଆମେ ତ ଜଳରେ ରହିପାରୁନାହିଁ। କାହିଁକି? ମାଛର ବିଶେଷ ଗୁଣ ଯୋଗୁଁ ସେ ଜଳରେ ରହିବା ପାଇଁ ସକ୍ଷମ ହୋଇଥାଏ। ଏଠି ଆମେ ମାଛ ଦେଖୁଛୁ। ଏଠିରେ ଆମେ କ'ଣ ଦେଖୁଛୁ? ମାଛର କ'ଣ କ'ଣ ଅଛି? ମାଛ ଦେହରେ କାତି ଅଛି, ତାର ଗାଲିସି ଅଛି। ତାହେଲେ ପାଣିରେ ପହଁରୁଥିବା ସମୟରେ ମାଛ ତା ପାଟିକୁ ଖୋଲୁଛି ଓ ବନ୍ଦ କରୁଛି। କାହିଁକି? ଆମେ ଦେଖୁଛୁ ପାଣିରେ ପହଁରୁଥିବା ସମୟରେ ମାଛ ତା ପାଟିକୁ ଖୋଲେ ଓ ବନ୍ଦ କରେ। କାହିଁକି? ଆମେ ଜୀବମାନେ, ସ୍ଥଳଭାଗର ଜୀବମାନେ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଉପରେ ନିର୍ଭର କରୁ। ନାକ ବାଟ ଦେଇ ଆମେ ଶ୍ୱାସକ୍ରିୟା କରିଥାଉ। ସେହିପରି ମାଛ ଜଳରେ ଦ୍ରବୀଭୂତ ଥିବା ଅମ୍ଳଜାନକୁ ତାର ଗାଲିସି ସାହାଯ୍ୟରେ ଗ୍ରହଣ କରେ। ସେ ପାଟିକୁ କାହିଁକି ଖୋଲୁଛି? ପାଟିକୁ ଖୋଲି ସେ ପାଣିକୁ ନଉଛି, ପାଣିରେ ଥିବା ଅମ୍ଳଜାନକୁ ଗାଲିସି ଗ୍ରହଣ କରି ପୁଣି ପାଣିକୁ ଛାଡ଼ି ଦେଉଛି। ତ ଶ୍ୱାସକ୍ରିୟା କରିବା ପାଇଁ ମାଛ ପାଣିକୁ ଖୋଲୁଛି ଓ ବନ୍ଦ କରୁଛି। ମାଛ ପାଟି ମେଲା କରିବା ସମୟରେ ପାଣି ତା ପାଟି ବାଟେ ପଶିଥାଏ। ପାଣିରୁ ଏହି ଅମ୍ଳଜାନକୁ ମାଛ ଗାଲିସି ଦ୍ୱାରା ଗ୍ରହଣ କରି ନିଜର ଶ୍ୱାସକ୍ରିୟା କରିଥାଏ। ମାଛର ଲାଞ୍ଜ ଓ ପକ୍ଷ ତାର ପହଁରିବା ଓ ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ। ଏହି ଫଟୋରେ ଆମେ କ'ଣ ଦେଖୁଛୁ? ଏହି ଫଟୋରେ ମାଛର ଆମେ ଗାଲିସି ଦେଖୁଛୁ, ଯାହା ଆମର ନାକ ପରି। ତାହେଲେ ମାଛକୁ ଯଦି କାଢ଼ି ଆଣିବା ଆଉ ସ୍ଥଳଭାଗରେ ରଖିବା, କ'ଣ ହେବ? ମାଛ ମରିଯିବ। କୋଉ ମାଛ? ଏକ ମାଛ ଅଛି ଯାହାକି ପାଣିରୁ ଉଠି ଆସି ଗଛରେ ଚଢ଼ିଥାଏ। ସେ ଗଛରେ ରହିପାରେ। ଆମେ ପାଣିରେ ରହିପାରିବା କି? ନା, ଆମେ ପାଣିରେ ବେଶୀ ସମୟ ରହିପାରିବା ନାହିଁ। କାରଣ ପାଣିରେ ଦ୍ରବୀଭୂତ ଥିବା ଅମ୍ଳଜାନ ଆମେ ଗ୍ରହଣ କରିପାରିବା ନାହିଁ। ତାପରେ ଏଠି ଆମେ କାହାର ଚିତ୍ର ଦେଖୁଛୁ? ଏଠି ଆମେ ବାଘର ଚିତ୍ର ଦେଖୁଛୁ। ବାଘର କ'ଣ ବିଶେଷ ଗୁଣ ଥାଏ? ବାଘର ନଖ କିପରି ଅଛି? ବାଘର ନଖ ମୁନିଆ ଅଛି। ସେ ଏହି ମୁନିଆ ନଖ ଦ୍ୱାରା କ'ଣ କରିପାରେ? ସେ ଭଲ ଭାବରେ ଶିକାର କରିପାରେ। ବାଘ କେଉଁଠାରେ ରହେ? ଜଙ୍ଗଲରେ ରହେ। ତ ବାଘର ବିଶେଷ ଗୁଣ କ'ଣ? ବାଘର ଗୋଡ଼ ବଳିଷ୍ଠ ଓ ଶକ୍ତ ଥାଏ, ଆଉ ତାର ନଖ ତୀକ୍ଷ୍ଣ ଥାଏ। ତାର ଆଗ ଦାନ୍ତ ଗୁଡ଼ିକ ମଧ୍ୟ ତୀକ୍ଷ୍ଣ ଥାଏ। ଜଙ୍ଗଲର ପଶୁମାନଙ୍କୁ ଶିକାର କରିବାରେ ତାର ବଳିଷ୍ଠ ଗୋଡ଼, ଶକ୍ତ ନଖ ଓ ତୀକ୍ଷ୍ଣ ଦାନ୍ତ ସାହାଯ୍ୟ କରେ। ଏହାକୁ ମନେ ରଖିବେ ଷ୍ଟୁଡେଣ୍ଟସ୍। କ୍ୱେଶ୍ଚନ୍ ଆସିପାରେ। ଏଥିସହିତ ବାଘ ଶରୀରରେ ପଟା ପଟା ଦାଗ ଥିବାରୁ ଜଙ୍ଗଲର ଗଛପତ୍ର ମଧ୍ୟରେ ଲୁଚି ରହି ଶିକାର କରିବାକୁ ତାକୁ ସୁବିଧା ହୋଇଥାଏ। ତାପରେ ଏଠି ଆମେ ଓଟର ଚିତ୍ର ଦେଖୁଛୁ। ଓଟର କ'ଣ ବିଶେଷ ଗୁଣ ଥାଏ? ଓଟର କୁଜ ଥାଏ, ଲମ୍ବା ଗୋଡ଼ ଥାଏ ଓ ଗୋଟାଳିଆ ଖୁରା ଥାଏ। ଏହି ତିନୋଟି ଯୋଗୁଁ
से मरुभूमि रे एडजस्ट करी रही पारे। कुज केउं कामरे आसे? आमे बाली रे भल भाबरे चली पारू नाही, किंतु ओट भल भाबरे चली पारे। काहेकि ओटर पाद ओसारिया ओ गोटालिया होइथाबारु तार गोड़ बाली रे पोती हुए नाही। आमर गोड़ तो पोती होई जिवो। ओटर मोटा चर्म मरुभूमिर गरम और ठंडा दाउरू रक्षा करिथाए। मरुभूमि थिबा कंटा जातीय गछकू ओट खाई थाए। ओट पिठी रे कुज थाए। एही कुजरे कौन थाए? एही कुज चर्बी देवारा गठित आउ एही चर्बी रे खाद्य संचित होई रही थाए। पाकस्थली रे पाखरे थिबा थली रे पानी संचित होई रही थाए, जद्वारा ओट बिना खाद्य और बिना पानी रे 6 ରୁ 10 दिन पर्यंत रही पारे। ताहले आमे जानिलु ओट मरुभूमि रे भल भाबरे चली पारे। तेणु मरुभूमिर अधिवासी माने ओट पिठी रे जिनिस पत्र नेबा आनिबा करती। आउ एणु ओटकू मरुभूमिर जहाज बोली कुहाजे। कारण आसीपारे जे ओटकू मरुभूमिर जहाज काहींकि कुहाजे। कहीं ओट मरुभूमि रे भल भाबरे एडजस्ट करि पारे। से भल भाबरे मरुभूमिर बाली रे चली पारे। आ मरुभूमिर अधिवासी माने ओटकू जिनिस पत्र नेबा आनिबा करिबारे व्यवहार करती। एणु ओटकू मरुभूमिर जहाज बोली कुहाजे। एठी आमे कौन देखुछु? ठेकुआटिए देखुछु। ठेकुआर कौन विशेष गुण थाए? ठेकुआर कान किपरि अछि? लंबालिया अछि। एही लंबालिया कान जोगु ठेकुआ कौन करे? दूररू आसुथबा शब्द को भल भाबरे शुणी पारे। आउ निजको शत्रु कबलरू शत्रु ता पाखको पहुँचीबा पूर्वरू निजको रक्षा करिथाए। एठी आमे मांकड़र चित्र देखुछु। मांकड़र कौन विशेष गुण थाए आमे पढ़िबा। आमे एठी मांकड़र गोड़ को अनुमान करिबा। आमे देखुछु मांकड़र पछ गोड़ दुईट आग गोड़ दुईटी अपेक्षा अधिक लंबा थाए। तेणु से डालरू डालकू सुविधारे डेही पारे। तार प्रति गोड़र बुढ़ा आंगुली अन्य आंगुलीर मूल को छुई पारे, जद्वारा से डाल को भल भाबरे व्यवहार करि पारे। से तार 4टी जाक गोड़ को हाथ भलिया व्यवहार मध्य करि पारे। तो डाल धरिबा ओ गछ चढ़िबारे ताकू सुविधा होई थाए। आम हाथर बुढ़ा आंगुली अन्य आंगुली मानक छुई पारे, जद्वारा आमे कौनसी जिनिस को भल भाबरे धरि पारू। किंतु आम पादर बुढ़ा आंगुली अन्य आंगुली मानक छुई पारे कि? ना, छुई पारे नाही। सेथिपई आमे पादरे बा गोड़रे कौनसी जिनिस को धरि पारू नाही। एठी आमे कौन देखुछु? गुड़ी उड़ुची, चढ़ई उड़ुची आउ उड़ाजाहाज उड़ुची। आकाश रे ए माने उड़ी थांती। तो केउ माने निजे उड़ुचंती और केउ गुड़िक अन्य सहायतार उड़ंती। जार जीव अछि से निज हिसाब रे उड़ुची, जेपरिक चढ़ई आउ गुड़ी आउ उड़ाजाहाज को मनीष उड़ाउची। ताहले पक्षीर केउ विशेष गुण जोगु से आकाश रे उड़ी पारे, आमे तो उड़ी पारो नाही। से विषय रे आमे देखिबा। पक्षीर विशेष गुण हैला जी पक्षीर हाड़ हालुका थाए। तार दृष्टि शक्ति अति प्रखर थाए। तार डेणा ऊपर उड़ीबारे साहाय्य करी। तार लांज दिग परिवर्तन कराए। आ पक्षी अति उच्चरे थिले मध्य निज खाद्य को ठाब करि पारे। तार शरीर डंगा भलिया मध्य होई थाए। एही विशेष गुण जोगु पक्षी आकाश रे उड़ी पारे और आकाश रे उड़ी से तलरे थिबा खाद्य को देखि पारे। ताले आमे काहींकि आकाश रे उड़ी पारू नाही? कारण पक्षी रो जे विशेषत्व अछि आमर से सबु नाही। आमर हाड़ ओजनिया अछि, आमर दृष्टि शक्ति सेते प्रखर नुहे, आमर डेणा ऊपर नाही, आमर लांज नाही।
ସେଥିପାଇଁ ଆମେ ପକ୍ଷୀ ଭଳିଆ ଆକାଶରେ ଉଡ଼ି ପାରୁନାହିଁ। ତାପରେ ଆମେ ଏଠି ଗୋଟିଏ ଗାଈ ଓ ଚମରି ଗାଈର ଚିତ୍ର ଦେଖୁଛୁ। ଆଚ୍ଛା ଷ୍ଟୁଡେଣ୍ଟସ୍, ଆମେ ଶୀତ ବସ୍ତ୍ର କେବେ ପରିଧାନ କରିଥାଉ? କେବେ? ଶୀତ ଋତୁରେ। କାହିଁକି ପରିଧାନ କରିଥାଉ? ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ। କିନ୍ତୁ କୁକୁର, ବିଲେଇ, ଭାଲୁ, ଗାଈ ଏମାନେ ତ ଶୀତ ଦିନେ କୌଣସି ପୋଷାକ ପିନ୍ଧନ୍ତି ନାହିଁ। ଏମାନେ କିପରି ଶୀତ ଦାଉରୁ ନିଜକୁ ରକ୍ଷା କରନ୍ତି ସେ ବିଷୟରେ ଆମେ ପଢ଼ିବା। ଚମରି ଗାଈ କେଉଁଠି ରହେ? ଏଠିରେ ଆମେ ଦେଖୁଛୁ ଗାଈ ଅପେକ୍ଷା ଚମରି ଗାଈର ଲୋମ ବେଶୀ। ସେ କେଉଁଠି ରହେ? ସେ ହିମାଳୟରେ ରହିଥାଏ। ତାର ପାର୍ଶ୍ୱବର୍ତ୍ତୀ ହିମାଳୟ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହିଥାଏ। ତାର ଦେହରେ ବହୁତ ଘନ ଓ ଲମ୍ବା ଲୋମ ଥାଏ। ସେହିପରି ତୁନ୍ଦ୍ରା ଅଞ୍ଚଳରେ ଥିବା ପ୍ରାଣୀମାନଙ୍କ ଦେହରେ ଅଧିକ ଲମ୍ବାଳିଆ ଲୋମ ଥାଏ। ତୁନ୍ଦ୍ରା ଅଞ୍ଚଳ ଅର୍ଥାତ୍ ଥଣ୍ଡା ଅଞ୍ଚଳ। ସେମାନଙ୍କର ଚମଡ଼ା ତଳେ ଅଧିକ ଚର୍ବି ଥିବାରୁ ଅତ୍ୟଧିକ ଥଣ୍ଡା ଦାଉରୁ ନିଜକୁ ସେମାନେ ରକ୍ଷା କରିଥାନ୍ତି। ଏଠି ଆମେ କ'ଣ ଦେଖୁଛୁ? ଜଳଭାଗରେ ଥିବା ଫୁଲ ଓ ସ୍ଥଳଭାଗରେ ଥିବା ଫୁଲ ଦେଖୁଛୁ। ତାହେଲେ ଆମେ ବର୍ତ୍ତମାନ ଦେଖିବା ଯେ ପଦ୍ମ ଫୁଲର କ'ଣ କ'ଣ ବିଶେଷତ୍ୱ ଥାଏ। ଏଠି ଆମେ ଏହି ଦୁଇ ଫୁଲକୁ ତୁଳନା କଲେ କ'ଣ ହେବ? ମନ୍ଦାର ଫୁଲ ତ ସ୍ଥଳଭାଗରେ ଫୁଟେ, କିନ୍ତୁ ପଦ୍ମ ଫୁଲ ବା କଇଁ ଜଳଭାଗରେ ଫୁଟିଥାଏ। ତ ଉଭୟ ଗଛର ପତ୍ର ମଧ୍ୟରେ ବି ପାର୍ଥକ୍ୟ ଅଛି, ଫୁଲ ମଧ୍ୟରେ ବି ପାର୍ଥକ୍ୟ ଅଛି। ଆମେ ପଦ୍ମ ଫୁଲକୁ ପାଣିରେ ବାଲ୍ଟିରେ ବୁଡ଼ାଇ ପାରିବା ନାହିଁ, କିନ୍ତୁ ମନ୍ଦାର ଫୁଲକୁ ବୁଡ଼ାଇ ନେବା। କାହିଁକି ଆମେ ପଦ୍ମ ଫୁଲକୁ ପାଣିରେ ବୁଡ଼ାଇ ପାରିବା ନାହିଁ? ପଦ୍ମ ଫୁଲର ପତ୍ର କାହିଁକି ପାଣିରେ ଭାସୁଛି ତାହା ଆମେ ପଢ଼ିବା। ପଦ୍ମ ଫୁଲର ପତ୍ରର ଡେମ୍ଫ ଗୁଡ଼ିକ ଲମ୍ବା, ନରମ ଓ ଫମ୍ପା ହୋଇଥାଏ। ଆଉ ପତ୍ରର ଉପର ପୃଷ୍ଠରେ ଛିଦ୍ର ବା ସ୍ତୋମ ରହିଥାଏ। ଫଳରେ ପତ୍ର ବାୟୁମଣ୍ଡଳରୁ ବାୟୁ ଗ୍ରହଣ କରିପାରେ। ପତ୍ରର ଉପରି ଭାଗ ମହମ ଭଳି ତେଲିଆ ହୋଇଥିବାରୁ ସେଥିରେ ପାଣି ଲାଗି ରହେ ନାହିଁ। ତେଣୁ ପତ୍ରଟି ପାଣିରେ ଭାସୁଥାଏ। ତାକୁ ପାଣିରେ ଯେତେ ବୁଡ଼ାଇଲେ ବି ସେ ବୁଡ଼ିବ ନାହିଁ। ଆଉ କଇଁର ଡେମ୍ଫରେ ସ୍ତୋମ ଥାଏ। ଏହା ମଧ୍ୟ ପାଣିରେ ବୁଡ଼େ ନାହିଁ। ଏଠି ଆମେ କ'ଣ ଦେଖୁଛୁ? ନାଗଫେଣି, ଗୋଲାପ ଓ କ୍ୟାକ୍ଟସ୍ ଦେଖୁଛୁ। ନାଗଫେଣି କ'ଣ? ନାଗଫେଣି ଏକ କଣ୍ଟା ଜାତୀୟ ଗଛ। କ୍ୟାକ୍ଟସ୍ ମଧ୍ୟ ସେମିତି। ତ ନାଗଫେଣି ଓ କ୍ୟାକ୍ଟସ୍ ଏମାନେ ହେଲେ ଆମ ମରୁଭୂମି ଅଞ୍ଚଳର ଗଛ ଅଟନ୍ତି। ନାଗଫେଣି, ଝାଉଁ, ସିଜୁ, ସପ୍ତଫେଣି, ଘିକୁଆଁରୀ ଏମାନେ ସମସ୍ତେ କଣ୍ଟାଳିଆ ଅଟନ୍ତି। ଏମାନଙ୍କର କାଣ୍ଡ ସବୁଜ, ଶକ୍ତ, ଓସାରିଆ ଓ ମାଂସଳ ହୋଇଥିବାରୁ ଏଥିରେ ଜଳ ସଞ୍ଚିତ ହୋଇଥାଏ ଓ ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରେ। ଏମାନଙ୍କର ମରୁଭୂମିର ଗଛମାନଙ୍କର ପତ୍ର ନଥାଏ, କିନ୍ତୁ କଣ୍ଟା ଥାଏ। ଏହି କଣ୍ଟା ହେଉଛି ପତ୍ରର ଅନ୍ୟ ରୂପ। ଏହି କଣ୍ଟା ଗଛକୁ ପଶୁ ଦାଉରୁ ରକ୍ଷା କରେ ଓ ଜଳ ବାଷ୍ପୀଭୂତ ହେବାକୁ ଦିଏ ନାହିଁ, ଯଦ୍ୱାରା ମରୁଭୂମିର ଗଛ କମ୍ ପାଣିରେ ବଞ୍ଚିପାରେ। ତାହେଲେ ଷ୍ଟୁଡେଣ୍ଟସ୍, ଆମେ ବିଭିନ୍ନ ପଶୁ, ପକ୍ଷୀ ଆଉ ଗଛଲତା କିପରି ପରିବେଶ ସହିତ ଖାପ ଖୁଆଇ ଚଳୁଛନ୍ତି ସେ ବିଷୟରେ ଆମେ ପଢ଼ିନେଲେ। ତାପରେ ଆମେ ଏହାର ପ୍ରଶ୍ନ ଉତ୍ତରକୁ ଦେଖିନେବା। ପ୍ରଶ୍ନ ନମ୍ବର 1 ମାଛର ଗାଲିସି ସ୍ଥଳଭାଗରେ ଥିବା ପ୍ରାଣୀମାନଙ୍କର କେଉଁ ଅଙ୍ଗ ପରି କାର୍ଯ୍ୟ କରେ? ଗାଲିସି କେଉଁ ଅଙ୍ଗ ପରି କାର୍ଯ୍ୟ କରିଥାଏ? କ'ଣ? ଗାଲିସି ଦ୍ୱାରା ମାଛ ଶ୍ୱାସକ୍ରିୟା କରିଥାଏ। ଆମେ କାହା ଦ୍ୱାରା ଶ୍ୱାସକ୍ରିୟା କରିଥାଉ?
ଫୁସ୍ଫୁସ୍ ତାହେଲେ ମାଛର ଗାଲିସି ସ୍ଥଳ ଭାଗରେ ଥିବା ପ୍ରାଣୀମାନଙ୍କର ଫୁସ୍ଫୁସ୍ ଭଳିଆ କାର୍ଯ୍ୟ କରେ। ଜଳରେ ବଞ୍ଚି ରହିବା ପାଇଁ ମାଛକୁ କେଉଁଠି ସାହାଯ୍ୟ କରି କ'ଣ ସାହାଯ୍ୟ କରିଥାଏ? ଗାଲିସି ସାହାଯ୍ୟ କରେ। ମାଛ ସ୍ଥଳ ଭାଗରେ ମରିଯାଏ କାରଣ ସେ ମାଛ ଶ୍ୱାସକ୍ରିୟା କରିପାରେ ନାହିଁ। ଘ ନମ୍ବରକୁ ଆସିବା। ମାଙ୍କଡ଼ର କେଉଁ ଅଙ୍ଗ ଡାଲରୁ ଡାଲ ସହଜରେ ଡେଇଁବାରେ ସାହାଯ୍ୟ କରିଥାଏ? କାହା ଯୋଗୁଁ ମାଙ୍କଡ଼ ଡାଲରୁ ଡାଲକୁ ଡେଇଁ ପାରିଥାଏ? ତାର ଗୋଡ଼ ଯୋଗୁଁ, ଲମ୍ବା ଗୋଡ଼ ଯୋଗୁଁ ସେ ଗୋଟିଏ ଡାଲରୁ ଅନ୍ୟ ଡାଲକୁ ଡେଇଁପାରେ। ଓଟକୁ ମରୁଭୂମିର ଜାହାଜ ବୋଲି କାହିଁକି କୁହାଯାଏ? ଏବେ ମୁଁ ବତେଇ ଦେଇଥିଲି ଷ୍ଟୁଡେଣ୍ଟସ୍, ଓଟକୁ ମରୁଭୂମିର ଜାହାଜ କାହିଁକି କହିବା? ମରୁଭୂମିରେ ବାଲିରେ ଓଟ ଭଲ ଭାବରେ ଚାଲିପାରେ। ଆଉ ମରୁଭୂମିର ଲୋକମାନେ ଓଟକୁ ସାମାନ୍ୟ ଜିନିଷପତ୍ର ନେବା ଆଣିବାରେ ବ୍ୟବହାର କରନ୍ତି। କମ୍ ପାଣିରେ ମଧ୍ୟ ଓଟ ମରୁଭୂମିରେ ଭଲ ଭାବରେ ବଞ୍ଚିପାରେ। ଏଣୁ ଓଟକୁ ମରୁଭୂମିର ଜାହାଜ କୁହାଯାଏ। ଚିଲ ଓ ଶାଗୁଣା ଉପରେ ଉଡ଼ିଲେ ମଧ୍ୟ ତଳରେ ଥିବା ସେମାନଙ୍କ ଖାଦ୍ୟକୁ ସହଜରେ ଦେଖିପାରନ୍ତି। କାହିଁକି? ଚିଲ ଓ ଶାଗୁଣାର ଦୃଷ୍ଟି ଶକ୍ତି ଅତି ପ୍ରଖର। ତେଣୁ ସେମାନେ ଉପରେ ଥିଲେ ମଧ୍ୟ ତଳରେ ଥିବା ଖାଦ୍ୟକୁ ଭଲ ଭାବରେ ଦେଖିପାରନ୍ତି। ପଦ୍ମ ପତ୍ର ପରି ଆଉ କେଉଁ କେଉଁ ପତ୍ର ଉପରେ ପାଣି ଲାଗି ରହେ ନାହିଁ? କେଉଁ ପତ୍ର? ସାରୁ ପତ୍ର, ସୁନୁସୁନିଆ ପତ୍ର ଏମାନଙ୍କ ଉପରେ ପାଣି ଲାଗି ରହେ ନାହିଁ। ତାପରେ 5 ନମ୍ବର ଦେଇଛି ଶବ୍ଦ ଧନ୍ଦା। ଏଠି କ'ଣ? ପରିବେଶ ସହିତ ଖାପ ଖୁଆଇ ଚଳିବାରେ ପ୍ରତ୍ୟେକ ଗୋଟିଏ ବିଶେଷ ଗୁଣ ଥାଏ। ତାହେଲେ ସେଇ ପଶୁପକ୍ଷୀମାନଙ୍କର ନାମ ଏଠି ଖୋଜିବା। ଯେପରି ଏଠି ଅଛି ମାଙ୍କଡ଼, ଚିଲ, ତାପରେ ଶାଗୁଣା, ତାପରେ ହେବ ମାଛ, ଏମିତି ଆପଣମାନେ ଖୋଜିବେ। ଖାଦ୍ୟ ଓ ଜଳ ମିଳୁନଥିବା ପରିବେଶରେ ଓଟ କିପରି ବହୁଦିନ ବଞ୍ଚିପାରେ? କାହିଁକି? ଓଟର କ'ଣ ବିଶେଷତ୍ୱ ଅଛି? ଓଟର କୁଜ ଅଛି। ଏହି କୁଜ ଚର୍ବି ଦ୍ୱାରା ଗଠିତ। ଏଥିରେ ଚର୍ବି ଥାଏ। ଆଉ ଓଟର ପାକସ୍ଥଳୀରେ ପାଣି ଥାଏ। ତେଣୁ ସେ 6ରୁ 10 ଦିନ ପର୍ଯ୍ୟନ୍ତ ବିନା ଖାଇ ବିନା ପିଇ ବଞ୍ଚିପାରେ। ଏହି ଚର୍ବିର ଖାଦ୍ୟ ଓ ପାକସ୍ଥଳୀରୁ ଜଳ ବ୍ୟବହାର କରି। ଚମରି ଗାଈ ଅତ୍ୟଧିକ ଥଣ୍ଡା ଅଞ୍ଚଳରେ କିପରି ରହିପାରେ? ଚମରି ଗାଈ କିପରି ଦେଖାଯାଏ ଷ୍ଟୁଡେଣ୍ଟସ୍? ଚମରି ଗାଈର ଚର୍ମ ମୋଟା ଥାଏ ଓ ତାର ଦେହ ଲୋମଶ ଥାଏ। ଏହି ଲୋମଶ ଦେହ ଆଉ ମୋଟା ଚର୍ମ ଯୋଗୁଁ ସେ ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ମଧ୍ୟ ରହିପାରେ। ଷ୍ଟୁଡେଣ୍ଟସ୍, ସମସ୍ତ ନମ୍ବର ଡିସ୍କସ୍ ହୋଇଗଲା। ତାହେଲେ ଆଜିର ପାଠକୁ ଆମେ ଏଇଠି ରଖିବା ଷ୍ଟୁଡେଣ୍ଟସ୍। ମୁଁ ପୁଣି କହୁଛି, ଆଦର୍ଶ ପରୀକ୍ଷା ପାଇଁ ଆପଣମାନେ ଏବେଠୁ ତୈୟାରୀ କରନ୍ତୁ। ମୁଁ ଆଦର୍ଶ ପରୀକ୍ଷାର ସମ୍ଭାବିତ ପ୍ରଶ୍ନ ଉତ୍ତର ସବୁ ମୁଁ ଭିଡ଼ିଓ ବନେଇ ଦେଇଛି। ଆଉ ପୂର୍ବ ବର୍ଷର ପ୍ରଶ୍ନ ଉତ୍ତରମାନ ମଧ୍ୟ ମୁଁ ଡିସ୍କସ୍ କରିଦେଇଛି। ତେଣୁ ମୋ ଲିଙ୍କକୁ ଯାଇ ଆପଣମାନେ ସେଇଗୁଡ଼ିକୁ ନେଇ ଆଲୋଚନା କରନ୍ତୁ, ଅଭ୍ୟାସ କରନ୍ତୁ। ଆଉ ଏଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।